ଥରେ ଏକ ଜଙ୍ଗଲରେ କାଉଟିଏ ରହୁଥିଲା। ସେ ବହୁତ ଖୁସି ଥିଲା, କାରଣ ତାର ବେଶୀ କିଛି ଇଚ୍ଛା ନଥିଲା। ସେ ତା ଜୀବନରେ ସନ୍ତୁଷ୍ଟ ଥିଲା। କିନ୍ତୁ ଥରେ ସେ ଜଙ୍ଗଲରେ ଏକ ହଂସକୁ ଦେଖିଲା ଏବଂ ଏହା ଦେଖିବା ମାତ୍ରେ ସେ ଭାବିବାକୁ ଲାଗିଲା ଯେ ଏହି ଜୀବଟି କେତେ ସୁନ୍ଦର। କାଉ ହଂସକୁ ଯାଇ ପଚାରିଲା, ଭାଇ, ତୁମେ ବହୁତ ସୁନ୍ଦର, ତେଣୁ ତୁମେ ବହୁତ ଖୁସିରେ ଥିବ ନା? ହଂସ ଉତ୍ତର ଦେଲା, ହଁ, ମୁଁ ପୂର୍ବରୁ ବହୁତ ଖୁସି ଥିଲି, ଯେପର୍ଯ୍ୟନ୍ତ ମୁଁ ଶୁଆକୁ ଦେଖିନଥିଲି। ଶୁଆକୁ ଦେଖିବା ପରେ ମୋତେ ଲାଗୁଛି ଶୁଆ ପୃଥିବୀର ସବୁଠାରୁ ସୁନ୍ଦର ଏବଂ ସୁଖୀ ଜୀବ ଅଟେ। ଆମ ଦୁହିଁଙ୍କର ଶରୀରର ରଙ୍ଗ ଗୋଟିଏ, କିନ୍ତୁ ଶୁଆଟିର ଶରୀରରେ ଦୁଇଟି ରଙ୍ଗ ଅଛି। ତା ବେକରେ ନାଲି ରଙ୍ଗର ରଙ୍ଗ ଅଛି ଏବଂ ଅନ୍ୟଟି ଉଜ୍ଜ୍ୱଳ ସବୁଜ ରଙ୍ଗ। ପ୍ରକୃତରେ ସେ ସବୁଠୁ ବେଶୀ ସୁଖୀ ଅଛି। ବର୍ତ୍ତମାନ କାଉ ଭାବିଲା ଯେ ହଂସ ଶୁଆଟିକୁ ସବୁଠାରୁ ସୁନ୍ଦର ଓ ସୁଖୀ ବୋଲି କହୁଛି, ତେଣୁ ତାକୁ ଦେଖିବାକୁ ପଡ଼ିବ ଯେ ଶୁଆ କେତେ ସୁନ୍ଦର ଓ ସୁଖୀ। କାଉ ଶୁଆଟିକୁ ଯାଇ ପଚାରିଲା, ଭାଇ, ତୁମେ ଦୁଇଟି ରଙ୍ଗ ପାଇ ବହୁତ ଖୁସି ହେବ ନା? ଏଥିପାଇଁ ଶୁଆଟି କହିଲା, ହଁ, ମୁଁ ମୟୂରକୁ ନ ଦେଖିବା ପର୍ଯ୍ୟନ୍ତ ଖୁସି ଥିଲି। ମୋର କେବଳ ଦୁଇଟି ରଙ୍ଗ ଅଛି। ବର୍ତ୍ତମାନ କାଉ ଭାବିଲା, କିଏ ଅଧିକ ଖୁସି ଓ ସୁନ୍ଦର ତାହା ଜାଣିବାକୁ ଚେଷ୍ଟା କରିବି। ତେଣୁ ବର୍ତ୍ତମାନ ମୋତେ ମୟୂରକୁ ଭେଟିବାକୁ ପଡ଼ିବ। କାଉ ଜଙ୍ଗଲରେ ମୟୂରକୁ ଖୋଜିଲା, କିନ୍ତୁ ପୁରା ଜଙ୍ଗଲରେ ଗୋଟିଏ ବି ମୟୂର ପାଇଲା ନାହିଁ। ଏବଂ ମୟୂର ଖୋଜୁଥିବା ବେଳେ ସେ ପ୍ରାଣୀ ଉଦ୍ୟାନରେ ପହଞ୍ଚି ଦେଖିଲା ଯେ ଅନେକ ଲୋକ ମୟୂରକୁ ଦେଖିବାକୁ ଆସିଛନ୍ତି ଏବଂ ଏହାର ଚାରିପାଖରେ ବହୁତ ଭିଡ଼ ଜମିଛି। ସମସ୍ତେ ଚାଲିଯିବା ପରେ କାଉ ମୟୂରକୁ ପଚାରିଲା, ଭାଇ, ତୁମେ ଦୁନିଆର ସବୁଠାରୁ ସୁନ୍ଦର ଜୀବ ଏବଂ ତୁମେ ରଙ୍ଗୀନ। ଲୋକମାନେ ତୁମ ସହିତ ଫଟୋ ଉଠାଉଥିଲେ। ତୁମେ ନିଶ୍ଚୟ ବହୁତ ଖୁସି ଅନୁଭବ କରୁଛ ଏବଂ ତୁମେ ଦୁନିଆର ସବୁଠାରୁ ସୁନ୍ଦର ପ୍ରାଣୀ ହେବ। ଏହା ପରେ ମୟୂର ଦୁଃଖରେ କହିଲା, ଭାଇ, ଯଦିଓ ମୁଁ ସୁନ୍ଦର, ତେବେ ଏଥିରେ କ'ଣ ପାର୍ଥକ୍ୟ ଅଛି? ଲୋକମାନେ ମୋତେ ଏହି ପ୍ରାଣୀ ଉଦ୍ୟାନରେ ବନ୍ଦୀ କରି ରଖନ୍ତି, କିନ୍ତୁ କେହି ତୁମକୁ ପ୍ରାଣୀ ଉଦ୍ୟାନରେ ବନ୍ଦୀ କରି ରଖନ୍ତି ନାହିଁ ଏବଂ ତୁମେ ନିଜ ଇଚ୍ଛା ଅନୁଯାୟୀ ଯେଉଁଠାରେ ଚାହିଁବ ବୁଲାବୁଲି କରିପାରିବ। ତେଣୁ ତୁମେ ଦୁନିଆର ସବୁଠାରୁ ସନ୍ତୁଷ୍ଟ ଏବଂ ସୁଖୀ ପ୍ରାଣୀ, କାରଣ ତୁମେ ମୁକ୍ତ ଜୀବନ ଯାପନ କରୁଛ। କାଉ ଆଶ୍ଚର୍ଯ୍ୟ ହୋଇଗଲା, କାରଣ ଅନ୍ୟ କେହି ତାକୁ ତା ଜୀବନର ମହତ୍ତ୍ୱ ବିଷୟରେ କହିନଥିଲେ। ଫ୍ରେଣ୍ଡସ୍, ଆମେ ମଧ୍ୟ କାଉ ପରି ସମାନ କାର୍ଯ୍ୟ କରୁଛୁ। ଆମେ ଆମର ସୁଖ ଏବଂ ଗୁଣକୁ ଅନ୍ୟମାନଙ୍କ ସହିତ ତୁଳନା କରୁଛୁ, ଯେଉଁମାନଙ୍କ ଜୀବନ ପରିବେଶ ଆମଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଆମ ଜୀବନରେ ଅନେକ ଜିନିଷ ଅଛି ଯାହା କେବଳ ଆମର ଅଛି, କିନ୍ତୁ ଆମେ ସେସବୁର ମହତ୍ତ୍ୱକୁ ବୁଝିବାରେ ଖୁସି ନାହୁଁ। କିନ୍ତୁ ଅନ୍ୟମାନଙ୍କ ଛୋଟ ସୁଖ ମଧ୍ୟ ଆମ ପାଇଁ ବଡ଼ ମନେ ହୁଏ, ଯେତେବେଳେ କି ଆମେ ଆମର ନିଜ ବଡ଼ ଖୁସିକୁ ଅଣଦେଖା କରୁ। ଭିଡ଼ିଓଟି ଭଲ ହୋଇଥିଲେ ଲାଇକ୍ କରିବେ ଏବଂ ଆମ ଚ୍ୟାନେଲରେ ନୂଆ ହୋଇଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।